ଶାନ୍ତିର ବଗିଚା। ଗ୍ରୀନଉଡ୍ ନାମକ ଏକ ଶାନ୍ତ ଗାଁରେ ଦୁଇ ପଡ଼ୋଶୀ ଏଲି ଏବଂ ଜୋନାସ୍ ପରସ୍ପର ପାଖାପାଖି ରହୁଥିଲେ। ଏଲିଙ୍କୁ ବଗିଚା କାମ କରିବା ବହୁତ ପସନ୍ଦ ଥିଲା। ତାଙ୍କ ଅଗଣାରେ ରଙ୍ଗ ବିରଙ୍ଗ ଫୁଲ ଏବଂ ଗୀତ ଗାଉଥିବା ପକ୍ଷୀମାନେ ଥିଲେ। ଅନ୍ୟପଟେ ଜୋନାସ୍ ଜଣେ ବଢ଼େଇ ଥିଲେ, ଯିଏ ପ୍ରାୟତଃ ହାତୁଡ଼ି ଏବଂ କରତର ଶବ୍ଦରେ କୋଳାହଳ କରୁଥିଲେ। ଦିନେ ସକାଳେ ଏଲି ଉଠି ଦେଖିଲେ ଯେ ତାଙ୍କ ବଗିଚାରେ ଚାରିଆଡ଼େ କାଠଗୁଣ୍ଡ ଉଡ଼ି ଆସିଛି। ତାଙ୍କ ଗୋଲାପ ଫୁଲଗୁଡ଼ିକ ଧୂଳିରେ ଗୋଡ଼େଇ ହୋଇ ମଉଳି ଗଲା ପରି ଦେଖାଯାଉଥିଲା। ରାଗରେ ସେ ଜୋନାସ୍ଙ୍କ କର୍ମଶାଳାକୁ ଯାଇ ଚିତ୍କାର କଲେ, କ'ଣ ତୁମେ ନିଜର ଅଳିଆ ନିଜ ପାଖରେ ରଖିପାରିବ ନାହିଁ? ତୁମେ ପୁଣି ଥରେ ମୋ ବଗିଚା ନଷ୍ଟ କରିଦେଲ। ଜୋନାସ୍ ଚମକି ପଡ଼ିଲେ ଏବଂ ଭ୍ରୂ କୁଞ୍ଚିତ କରି କହିଲେ, ଏହା କେବଳ ପବନ ଥିଲା ଏଲି। କ'ଣ ତୁମକୁ ଲାଗୁଛି ମୁଁ ଏହା ଜାଣିଶୁଣି କରିଛି? ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା ଏବଂ ପରେ ଦୁହେଁ ମୁହଁ ବୁଲାଇ ନିଜ ନିଜ ଦ୍ୱାରକୁ ଜୋରରେ ବନ୍ଦ କରିଦେଲେ। ଦିନ ପରେ ଦିନ ବିତିଗଲା, କିନ୍ତୁ ଏଲିଙ୍କୁ ଶାନ୍ତିରେ ନିଦ ହେଉନଥିଲା। ପ୍ରତି ରାତିରେ ଚର୍ଚ୍ଚରେ ଶୁଣିଥିବା ଶବ୍ଦ ତାଙ୍କ ହୃଦୟରେ ଗୁଞ୍ଜରିତ ହେଉଥିଲା, ଯେତେ ଦୂର ତୁମ ଉପରେ ନିର୍ଭର କରେ ସମସ୍ତଙ୍କ ସହିତ ଶାନ୍ତିରେ ରୁହ। ସେ ଏକ ଦୀର୍ଘ ଶ୍ୱାସ ପକାଇଲେ ଏବଂ କିଛି ଅଲଗା କରିବାକୁ ନିଶ୍ଚୟ କଲେ। ପରଦିନ ସକାଳେ ସେ ଏକ ରୁଟି ତିଆରି କଲେ। ତାକୁ କପଡ଼ାରେ ଗୋଡ଼ାଇ ଜୋନାସ୍ଙ୍କ ଦ୍ୱାର ପାଖକୁ ଗଲେ। ଜୋନାସ୍ ସାବଧାନତାର ସହ ଦ୍ୱାର ଖୋଲିଲେ। ଏଲି କହିଲେ, ମୋର ଚିତ୍କାର କରିବା ପାଇଁ କ୍ଷମା କରିଦେବ। ଭୁଲ ପବନର ଥିଲା, ତୁମର ନୁହେଁ। ଏକ ସୁନ୍ଦର ବଗିଚା ଠାରୁ ଆମ ମଧ୍ୟରେ ଶାନ୍ତି ମୋ ପାଇଁ ଅଧିକ ମୂଲ୍ୟବାନ। ଜୋନାସ୍ଙ୍କ ଆଖି ନରମ ହୋଇଗଲା ଏବଂ ମୁଁ ମଧ୍ୟ କ୍ଷମା ଚାହୁଁଛି ଯେ ମୁଁ ଅଧିକ ସାବଧାନ ରହିଲି ନାହିଁ। ଚାଲ ଏହାକୁ ଠିକ୍ କରିବା। ମୁଁ ତୁମ ପାଇଁ କାଠରେ ଏକ ବାଡ଼ ତିଆରି କରିଦେବି, ଯାହାଦ୍ୱାରା ଧୂଳି ଭିତରକୁ ଆସିବ ନାହିଁ। ସେହି ଦିନ ପରେ ବଗିଚା ଆହୁରି ଅଧିକ ଚମକିବାକୁ ଲାଗିଲା ଏବଂ ହାତୁଡ଼ିର ଶବ୍ଦ ବନ୍ଧୁତାର ଗୀତ ପରି ମନେହେଲା। ଶିକ୍ଷା। ଶାନ୍ତିରେ ରହିବାର ଅର୍ଥ ଏହା ନୁହେଁ ଯେ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ଠିକ୍ କରିବେ, ବରଂ ଏହାର ଅର୍ଥ ହେଉଛି ଆପଣ ପ୍ରଥମେ ଦୟାଳୁତାକୁ ବାଛୁଛନ୍ତି। ଶାନ୍ତି ସେତେବେଳେ ଆରମ୍ଭ ହୁଏ ଯେତେବେଳେ ଆପଣ ବୁଝାମଣା ଏବଂ ସହୃଦୟତା ଆଡ଼କୁ ପ୍ରଥମ ପଦକ୍ଷେପ ବଢ଼ାନ୍ତି। ସମ୍ଭବ ହେଲେ ତୁମର ଯେତେ ପର୍ଯ୍ୟନ୍ତ ସାଧ୍ୟ ସମସ୍ତ ଲୋକଙ୍କ ସହିତ ଶାନ୍ତିରେ ରୁହ। ରୋମିଓ 12 ଅଧ୍ୟାୟ 18 ପଦ।